ଏହି ଯୋଉ ସମଗ୍ର ସୃଷ୍ଟି ଆକାଶ ତାରା ଗ୍ରହ ଆଉ ଆମେ ସମସ୍ତେ ଏସବୁ ଆସିଲା କେଉଁଠୁ ଏହାର ଆରମ୍ଭ କେମିତି ହେଲା ଏମିତି ଏକ ପ୍ରଶ୍ନ ଯାହା ଆମେ ସମସ୍ତେ କେବେ ନା କେବେ ନିଜକୁ ପଚାରିଛେ। ଆଜି ଆମେ ଏହି ମହାପ୍ରଶ୍ନର ଉତ୍ତର ଖୋଜିବାକୁ ଯାଉଛେ ଆଉ ସେଥିପାଇଁ ଆମ ପାଖରେ ଅଛି ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଶ୍ରୀମଦ୍ ଭାଗବତ। ଏଥିରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଆଉ ଦେବର୍ଷି ନାରଦଙ୍କ ଭିତରେ ଏକ ବହୁତ ଚମତ୍କାର କଥାବାର୍ତ୍ତା ରହିଛି। ଆମର ଉଦ୍ଦେଶ୍ୟ ହେଉଛି ସୃଷ୍ଟିର ଏହି ପ୍ରାଚୀନ ମଡେଲକୁ ବୁଝିବା ଆଉ ତା ଭିତର ରହସ୍ୟକୁ ଖୋଜିବା। ଆଉ ଏହାକୁ କେବଳ ଏକ ପୌରାଣିକ କାହାଣୀ ଭାବିଲେ ଚଳିବନି। ଏହା ପ୍ରକୃତରେ ସୃଷ୍ଟିର ଏକ ଦାର୍ଶନିକ ନକ୍ସା, ମାନେ ଚେତନା କେମିତି ପଦାର୍ଥରେ ପରିଣତ ହେଲା ଆଉ ସେହି ପଦାର୍ଥରୁ ଏହି ବିଶାଳ ବ୍ରହ୍ମାଣ୍ଡ କେମିତି ତିଆରି ହେଲା ତାର ପୁରା ବିବରଣୀ ଅଛି। ମୋତେ ତ ଲାଗେ ଏହା ଆଧୁନିକ ବିଗ୍ ବ୍ୟାଙ୍ଗ ଥିଓରିର ଏକ ଦାର୍ଶନିକ ରୂପ। ଗୋଟିଏ ବିନ୍ଦୁରୁ ସବୁକିଛିର ଆରମ୍ଭ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ବେ ଚାଲନ୍ତୁ ସେହି କଥାବାର୍ତ୍ତା ଭିତରକୁ ଯିବା। କଥା ଆରମ୍ଭ ହେଉଛି ଦେବର୍ଷି ନାରଦଙ୍କଠାରୁ। ସେ ନିଜ ପିତା ବ୍ରହ୍ମାଙ୍କ ପାଖକୁ ଆସିଛନ୍ତି ଆଉ ପ୍ରଥମେ ତ ଖୁବ୍ ପ୍ରଶଂସା କରୁଛନ୍ତି। କହୁଛନ୍ତି ଆପଣ ହିଁ ସର୍ବେସର୍ବା, ଆପଣ ହିଁ ଏ ସମଗ୍ର ସୃଷ୍ଟିର କର୍ତ୍ତା। କିନ୍ତୁ ଏହି ପ୍ରଶଂସା ଭିତରେ ଗୋଟିଏ ବଡ଼ ପ୍ରଶ୍ନ ଲୁଚି ରହିଛି। ସେ ପଚାରୁଛନ୍ତି, ହେ ପିତା, ମୋ ମନରେ ଗୋଟିଏ ସନ୍ଦେହ। ଆପଣ ଏହି ବିଚିତ୍ର ସଂସାରକୁ କେମିତି ତିଆରି କଲେ? ଆପଣଙ୍କ ଶକ୍ତିର ପ୍ରକୃତ ଉତ୍ସ କ'ଣ? ହଁ, କଳ୍ପନା କରନ୍ତୁ ସେହି ସ୍ଥିତି। ନିଜ ବାପାଙ୍କୁ ସୃଷ୍ଟିକର୍ତ୍ତା ବୋଲି ଜାଣିଛନ୍ତି ଆଉ ଆଜି ସେ ସିଧା ସେହି ମୂଳ ପ୍ରଶ୍ନ ପଚାରୁଛନ୍ତି। ଆଉ ଏଇଠି ହିଁ କାହାଣୀର ପ୍ରଥମ ଆଉ ସବୁଠୁ ବଡ଼ ମୋଡ଼ ଆସୁଛି। ବ୍ରହ୍ମା ରାଗୁନାହାନ୍ତି, ବରଂ ଖୁସି ହେଉଛନ୍ତି। ଆଉ ତାପରେ ସେ ଯେଉଁ ସତ କହନ୍ତି ତାହା ନାରଦଙ୍କୁ ଚକିତ କରିଦେଉଛି। ବ୍ରହ୍ମା ସ୍ୱୀକାର କରୁଛନ୍ତି, ଲୋକ ଭାବନ୍ତି ମୁଁ ହିଁ ଈଶ୍ୱର, ଏ ସୃଷ୍ଟି ମୋର। କିନ୍ତୁ ସତ କଥା ହେଲା ମୁଁ ଏହାର ପରମ ସୃଷ୍ଟିକର୍ତ୍ତା ନୁହେଁ। ଏକ ମିନିଟ୍, ସୃଷ୍ଟିକର୍ତ୍ତା ନିଜେ କହୁଛନ୍ତି ଯେ ସେ ପ୍ରକୃତ ସୃଷ୍ଟିକର୍ତ୍ତା ନୁହନ୍ତି। ଏହା ତ ଏକ କମ୍ପାନୀର ସିଇଓ କହିବା ଭଳି ହେଲା ଯେ ସେ କମ୍ପାନୀର ମାଲକ ନୁହେଁ, ସେ କେବଳ ଜଣେ କର୍ମଚାରୀ। ଏକଦମ ସେଇଭଳି। ବ୍ରହ୍ମା ନିଜକୁ ଜଣେ ମ୍ୟାନେଜର କିମ୍ବା ପ୍ରୋଜେକ୍ଟ ହେଡ୍ ଭଳି ଦେଖୁଛନ୍ତି। ସେ ସ୍ପଷ୍ଟ କହୁଛନ୍ତି, ବିଷ୍ଣୁର ଆଜ୍ଞା ନେଇ ମୁଁ ମାଥାରେ ବ୍ରହ୍ମାଣ୍ଡ ସୃଷ୍ଟି କଲି ଯେମନ୍ତେ। ଅର୍ଥାତ୍ ତାଙ୍କୁ ଯେମିତି ଆଦେଶ ମିଳିଛି ସେ ସେମିତି କାମ କରୁଛନ୍ତି। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ଏପରିକି ଦେବତାମାନେ ବି ସେହି ପରମ ଶକ୍ତି ଭଗବାନ ବିଷ୍ଣୁଙ୍କ ମାୟାରେ ବନ୍ଧା। ସେମାନେ ହିଁ ଭ୍ରମରେ ପଡ଼ି ବ୍ରହ୍ମାଙ୍କୁ ବିଶ୍ୱଗୁରୁ କହୁଛନ୍ତି। ଏଇଟା ହେଉଛି ପ୍ରଥମ ଶିକ୍ଷା। ଯାହାକୁ ଆମେ କାରଣ ବୋଲି ଦେଖୁଛୁ ତା ପଛରେ ଆଉ ଏକ ବଡ଼ କାରଣ ଥାଇପାରେ। ଠିକ୍। ତେବେ ବ୍ରହ୍ମା ଯେତେବେଳେ ନିଜକୁ କେବଳ ମାଧ୍ୟମ ବୋଲି କହିଲେ, ନାରଦଙ୍କର ପରବର୍ତ୍ତୀ ପ୍ରଶ୍ନ ସ୍ୱାଭାବିକ ଥିଲା, ତେବେ ପ୍ରକୃତ କାରିଗର କିଏ ଆଉ ସେ କେମିତି କାମ କରନ୍ତି? ଏଇଠୁ ଆରମ୍ଭ ହେଉଛି ମାୟା ଆଉ ତ୍ରିଗୁଣର କାହାଣୀ। ଏହି ଶବ୍ଦଗୁଡ଼ିକ ଆମେ ବହୁତ ଶୁଣିଛୁ, କିନ୍ତୁ ପ୍ରକୃତ ଅର୍ଥ କ'ଣ? ହଁ, ଏହାକୁ ବୁଝିବା ପାଇଁ ଆପଣଙ୍କର ସେହି ସିଇଓ ଉଦାହରଣକୁ ଆଗକୁ ନେବା। ଯଦି ବ୍ରହ୍ମା ସିଇଓ, ତେବେ ଚେୟାରମ୍ୟାନ୍ ହେଉଛନ୍ତି ପୁରୁଷ ବା ଭଗବାନ ବିଷ୍ଣୁ। ସେ ହେଉଛନ୍ତି ଶୁଦ୍ଧ ଚେତନା। ମାୟା ହେଉଛି ତାଙ୍କର କ୍ରିଏଟିଭ୍ ଡିପାର୍ଟମେଣ୍ଟ, ତାଙ୍କର ସୃଜନଶୀଳ ଶକ୍ତି। ଆଉ ଏହି କ୍ରିଏଟିଭ୍ ଡିପାର୍ଟମେଣ୍ଟ ପାଖରେ ଅଛି ତିନୋଟି ମୂଳ ରଙ୍ଗ, ଯେମିତି ଲାଲ, ନୀଳ, ହଳଦିଆ। ସେହି ତିନୋଟି ମୂଳ ରଙ୍ଗ ହେଉଛି ତ୍ରିଗୁଣ, ସତ୍ତ୍ୱ, ରଜ ଓ ତମ। ଏହି ତିନୋଟିକୁ ଅଲଗା ଅଲଗା ଅନୁପାତରେ ମିଶାଇ ସେ ପୁରା ସଂସାରର ଚିତ୍ର ଆଙ୍କୁଛନ୍ତି। ବାଃ, ଏହି ଉଦାହରଣଟି ବହୁତ ସହଜ କରିଦେଲା। ତେବେ ଏହି ତିନି ଗୁଣ ବା ତିନି ରଙ୍ଗର କାମ କ'ଣ? ଏମିତି ଭାବନ୍ତୁ, ଗୋଟିଏ ଗାଡ଼ିର ଉଦାହରଣ ନେବା। ତମ ଗୁଣ ହେଉଛି ଗାଡ଼ିର ବ୍ରେକ୍। ଏହା ସ୍ଥିରତା, ଜଡ଼ତା ଆଣେ। ରଜଗୁଣ ହେଉଛି ଏକ୍ସେଲରେଟର। ଏହା ଗତି, କ୍ରିୟା ଆଣେ। ଆଉ ସତ୍ତ୍ୱଗୁଣ ହେଉଛି ଷ୍ଟିୟରିଂ। ଏହା ସନ୍ତୁଳନ, ଜ୍ଞାନ ଆଉ ପ୍ରକାଶ ଆଣେ। ଗାଡ଼ିକୁ ଠିକ୍ ରାସ୍ତାରେ ନିଏ। ଆମ ଜୀବନ ହେଉ କି ସମଗ୍ର ସୃଷ୍ଟି, ସବୁଠି ଏହି ତିନୋଟିର ଖେଳ ହିଁ ଚାଲିଛି। ଆଚ୍ଛା, ତେବେ ସୃଷ୍ଟିର ପ୍ରକ୍ରିୟା ଏହି ତିନି ଗୁଣରୁ ହିଁ ଆରମ୍ଭ ହେଲା। ଗ୍ରନ୍ଥରେ ଏହାର ପୁରା ଏକ କ୍ରମ ଦିଆଯାଇଛି, ଯାହା ଏକ ବୈଜ୍ଞାନିକ ପ୍ରକ୍ରିୟା ପରି ଲାଗୁଛି। ପ୍ରଥମେ କ'ଣ ହେଲା? ହଁ, ତ ପ୍ରଥମେ ସେହି ପରମ ଚେତନାଙ୍କ ଇଚ୍ଛାରୁ ମହତ୍ ତତ୍ତ୍ୱ ସୃଷ୍ଟି ହେଲା। ଏହାକୁ ଆପଣ ଏକ କସ୍ମିକ୍ ବ୍ଲୁ ପ୍ରିଣ୍ଟ କହିପାରିବେ। ସମଗ୍ର ସୃଷ୍ଟିର ଏକ ମୂଳ ନକ୍ସା।
ତାପରେ ସେହି ନକ୍ସାରୁ ଅହଙ୍କାର ବା ମୁଁପଣର ଭାବ ସୃଷ୍ଟି ହେଲା। ଏହି ମୁଁ ଭାବ ହିଁ ପରବର୍ତ୍ତୀ ସବୁ ସୃଷ୍ଟିର ମୂଳ। ଆଉ ଏହି ଅହଙ୍କାର ପୁଣି ସେହି 3 ଗୁଣ ଅନୁସାରେ 3 ଭାଗରେ ବାଣ୍ଟି ହୋଇଗଲା: ସାତ୍ୱିକ, ରାଜସିକ ଆଉ ତାମସିକ। ଓ, ଆଉ ଏହି 3 ପ୍ରକାର ଅହଙ୍କାରରୁ ହିଁ ବାକି ସବୁକିଛି ସୃଷ୍ଟି ହେଲା, ମାନେ ଆମ ମନ, ଇନ୍ଦ୍ରିୟ, ଏପଣିକି ପୃଥିବୀ, ଜଳ, ବାୟୁ। ଏକଦମ ଠିକ୍। ଚାଲନ୍ତୁ ପ୍ରଥମେ ଜଡ଼ ପଦାର୍ଥ କଥା ଦେଖିବା। ତାମସିକ ଅହଙ୍କାରରୁ ପଞ୍ଚମହାଭୂତ ସୃଷ୍ଟି ହେଲା, କିନ୍ତୁ ଏହା ଗୋଟେ ପରେ ଗୋଟେ। ପ୍ରଥମେ କେବଳ ଶବ୍ଦକୁ ଧାରଣ କରିବା ପାଇଁ ଏକ ଜାଗା ଦରକାର ଥିଲା, ତାହା ହେଲା ଆକାଶ। ତାପରେ ସେହି ଆକାଶରେ ସ୍ପର୍ଶର ଅନୁଭବ ମିଶି ବାୟୁ ତିଆରି ହେଲା। ତାପରେ ସେହି ବାୟୁରେ ରୂପ ବା ଦେଖିବାର ଶକ୍ତି ମିଶି ତେଜ ବା ଅଗ୍ନି ତିଆରି ହେଲା। ତାପରେ ରସ ବା ଚାଖିବାର ଶକ୍ତି ମିଶି ଜଳ ତିଆରି ହେଲା। ଆଉ ଶେଷରେ ଗନ୍ଧ ମିଶି ପୃଥିବୀ ତିଆରି ହେଲା। ଏହାର ଅର୍ଥ ପ୍ରତ୍ୟେକ ନୂଆ ଜିନିଷ ପୁରୁଣା ଜିନିଷର ଗୁଣକୁ ନିଜ ସହିତ ନେଇ ଆସିଲା। ଯେମିତି ପୃଥିବୀରେ ଗନ୍ଧ, ରସ, ରୂପ, ସ୍ପର୍ଶ, ଶବ୍ଦ, ଏ 5ଟି ଯାକ ଗୁଣ ଅଛି। ଏହା ତ ପ୍ରକୃତରେ ଇଣ୍ଟରକନେକ୍ଟେଡନେସ୍ର ଏକ ଚମତ୍କାର ଉଦାହରଣ। ସଠିକ୍ ଭାବରେ ଧରିଛନ୍ତି। ଆମେ ଯେଉଁ ପୃଥିବୀ ଉପରେ ଚାଲୁଛୁ, ତାର ମୂଳ ଗୁଣ ଗନ୍ଧ ଆସିଛି ଜଳରୁ, ଜଳର ଗୁଣ ରସ ଆସିଛି ଅଗ୍ନିରୁ। ଏମିତି ସବୁକିଛି ପରସ୍ପର ସହ ଏକ ଶିକୁଡ଼ିରେ ବନ୍ଧା। ଆଉ ବାକି 2 ଅହଙ୍କାର। ସାତ୍ୱିକ ଅହଙ୍କାରର ସୃଷ୍ଟି ହେଲା ମନ ଆଉ 10 ଇନ୍ଦ୍ରିୟର ଦେବତାମାନେ, ଏବଂ ରାଜସିକ ଅହଙ୍କାରରୁ ଆମର 10 ଇନ୍ଦ୍ରିୟ, ମାନେ ଆଖି, କାନ, ନାକ ଇତ୍ୟାଦି। ଆଚ୍ଛା, ଏଇଠି ଗୋଟେ କଥା, ମାନେ ଆମର ଦେଖିବାର କାର୍ଯ୍ୟ ଆଖି, ଆଉ ସେହି କାର୍ଯ୍ୟ ପଛରେ ଥିବା ଦିବ୍ୟ ଶକ୍ତି, ଏ 2ଟା ଅଲଗା। ଏହା ଟିକେ ଜଟିଳ ଲାଗୁଛି। ହଁ, ଏହି ଦର୍ଶନ ଅନୁସାରେ ସେମିତି। ରାଜସିକ ଅହଙ୍କାର ଆମକୁ କେବଳ ଉପକରଣ ବା ଟୁଲ୍ସ ଦେଲା, ଯେମିତି ଆଖି, କାନ, ହାତ। କିନ୍ତୁ ସେହି ଉପକରଣକୁ ଚଲାଇବା ପାଇଁ ଯେଉଁ ଚେତନା ବା ଶକ୍ତି ଦରକାର, ତାହା ସାତ୍ୱିକ ଅହଙ୍କାରରୁ ଆସିଲା। ଯେମିତି ଗୋଟିଏ କମ୍ପ୍ୟୁଟରର ହାର୍ଡୱେର୍ ହେଉଛି ଇନ୍ଦ୍ରିୟ, ଆଉ ତାକୁ ଚଲାଉଥିବା ସଫ୍ଟୱେର୍ ହେଉଛି ଦେବତା। ତେଣୁ ଏହି ପ୍ରକ୍ରିୟା ହେଉଛି ଟପ୍ ଡାଉନ୍, ଶୁଦ୍ଧ ଚେତନାରୁ ବୁଦ୍ଧି, ତାପରେ ଅହଙ୍କାର, ଆଉ ଶେଷରେ ଭୌତିକ ତତ୍ତ୍ୱ, ସୂକ୍ଷ୍ମରୁ ସ୍ଥୂଳ ଆଡ଼କୁ। ବାଃ, ଏବେ ପୁରା ଚିତ୍ରଟା ସ୍ପଷ୍ଟ ହୋଇଗଲା। ତେବେ ସୃଷ୍ଟିର ସବୁ ଉପାଦାନ ତ ତିଆରି ହୋଇଗଲା। ପଞ୍ଚମହାଭୂତ, 10 ଇନ୍ଦ୍ରିୟ, ମନ, ସବୁ ଅଛି। କିନ୍ତୁ ଏଗୁଡ଼ାକ ତ ଖାଲି ଏଣେତେଣେ ପଡ଼ିଥିବା ଲେଗୋ ଇଟା ଭଳି। ଏସବୁ ମିଶି ଏଇ ବିଶାଳ ବ୍ରହ୍ମାଣ୍ଡ କେମିତି ତିଆରି ହେଲା? ସେ ସୁବର୍ଣ୍ଣ ଅଣ୍ଡ କଥାଟା କ'ଣ? ଆପଣଙ୍କ ଉଦାହରଣ ଏକଦମ ଠିକ୍। ଗ୍ରନ୍ଥ କହୁଛି, ଏହି ସମସ୍ତ ତତ୍ତ୍ୱ ପ୍ରଥମେ ଅଲଗା ଅଲଗା ଥିଲେ। ସେମାନେ ନିଜ ଭିତରେ ମିଶି ଏକ ଶରୀର ତିଆରି କରିପାରୁନଥିଲେ। ସେମାନଙ୍କୁ ଏକାଠି କରିବା ପାଇଁ ପୁଣି ସେହି ପରମ ଶକ୍ତିର ଆବଶ୍ୟକତା ପଡ଼ିଲା। ତାଙ୍କରି ଇଚ୍ଛା ଶକ୍ତିରେ ସେହି ସମସ୍ତ ତତ୍ତ୍ୱ ଏକାଠି ହୋଇ ଏକ ବିଶାଳ ସୁବର୍ଣ୍ଣ ଅଣ୍ଡ ବା ବ୍ରହ୍ମାଣ୍ଡ ସୃଷ୍ଟି କଲେ। ଆଉ ତା ହଜାର ହଜାର ବର୍ଷ ଧରି କାରଣ ଜଳରେ ଭାସୁଥିଲା। କିନ୍ତୁ କଥା ଏତିକିରେ ସରିନି। ଗ୍ରନ୍ଥ କହୁଛି, ସବୁ ଉପାଦାନ ଥିଲା, କିନ୍ତୁ ସେଥିରେ ଜୀବନ ନଥିଲା, ଚେତନା ନଥିଲା। ହଁ, ଆଉ ଏଇଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ସେଇ ଅଣ୍ଡ ଭିତରେ ଜୀବ ଥିଲା, କିନ୍ତୁ ଅଚେତନ ଅବସ୍ଥାରେ। ତାକୁ ଜୀବନ୍ତ କରିବା ପାଇଁ ସ୍ୱୟଂ ଭଗବାନ ସେଥିରେ ପ୍ରବେଶ କଲେ। ଜୀବ ସ୍ୱଭାବେ ଅଚେତନ, ଚେତନା ଦେଲେ ଭଗବାନ। ଏହି ପଦଟିର ଗଭୀରତା ଏବେ ବୁଝାପଡ଼ୁଛି। କେବଳ ପଦାର୍ଥର ସମାହାର ହିଁ ଜୀବନ ନୁହେଁ, ଚେତନା ହିଁ ସୃଷ୍ଟିର ମୂଳ ଆଧାର। ଚେତନାର ପ୍ରବେଶ ପରେ ହିଁ ସେ ଅଣ୍ଡଟି ଜୀବନ୍ତ ହେଲା ଏବଂ ଭାଙ୍ଗିଲା। ଆଉ ସେହି ଅଣ୍ଡ ଭିତରୁ ବାହାରିଲେ ବିରାଟ ପୁରୁଷ, ଯାହାଙ୍କର ହଜାର ହଜାର ମୁଣ୍ଡ, ଆଖି, ହାତ, ପାଦ। ଏହାର ପ୍ରକୃତ ତାତ୍ପର୍ଯ୍ୟ କ'ଣ? ଏହାକୁ ଆକ୍ଷରିକ ଭାବେ ନେବା ଠିକ୍ ନୁହେଁ। ଏହା ଏକ ସାଙ୍କେତିକ ବର୍ଣ୍ଣନା। ଏହି ବିରାଟ ପୁରୁଷ କୌଣସି ଦୈତ୍ୟ ନୁହନ୍ତି, ବରଂ ସେ ହେଉଛନ୍ତି ସମଗ୍ର ବ୍ରହ୍ମାଣ୍ଡର ଏକ ଜୀବନ୍ତ ରୂପ। ସମସ୍ତ ସୃଷ୍ଟି, ସମସ୍ତ ଲୋକ, ସମସ୍ତ ଜୀବ, ସବୁକିଛି ତାଙ୍କରି ଶରୀରର ଅଂଶ ବୋଲି କଳ୍ପନା କରାଯାଇଛି। ଏହା ବ୍ରହ୍ମାଣ୍ଡକୁ ଏକ ମେସିନ୍ ଭାବେ ନ ଦେଖି ଏକ ଜୀବନ୍ତ ଶରୀର ଭାବେ ଦେଖିବାର ଦୃଷ୍ଟିକୋଣ। କେମିତି? ମାନେ ସ୍ୱର୍ଗ, ପାତାଳ, ଏ ପୃଥିବୀ ସବୁ ତାଙ୍କ ଶରୀରର ଅଂଶ? ହଁ, ଏହି କଳ୍ପନାଟି ବହୁତ ସୁନ୍ଦର। ତାଙ୍କ ପାବରୁ ଭୂଲୋକ, ନାଭିରୁ ଭୂବରଲୋକ, ହୃଦୟରୁ ସ୍ୱର୍ଗଲୋକ ଆଉ ମସ୍ତକରେ ସତ୍ୟଲୋକର କଳ୍ପନା କରାଯାଇଛି। ସେହିପରି ତାଙ୍କ ଶରୀରର ନିମ୍ନ ଭାଗରେ ପାତାଳ ଲୋକଗୁଡ଼ିକ। ଏହିପରି ଭାବେ 14 ଭୁବନକୁ ତାଙ୍କ ବିରାଟ ଶରୀରର ଅଂଶ ଭାବେ ଦେଖାଯାଇଛି।
ଏହାର ଅର୍ଥ ସମଗ୍ର ବ୍ରହ୍ମାଣ୍ଡ ଗୋଟିଏ ହିଁ ସତ୍ତା। ହେଲେ ଏଥିରେ ଯେଉଁ ବର୍ଣ୍ଣ ବ୍ୟବସ୍ଥାର ଉତ୍ପତ୍ତି ବିରାଟ ପୁରୁଷଙ୍କ ଅଙ୍ଗରୁ ଦର୍ଶାଯାଇଛି, ଯେମିତି ମୁଖରୁ ବ୍ରାହ୍ମଣ, ବାହୁରୁ କ୍ଷତ୍ରିୟ, ଏହାକୁ ନେଇ ବହୁତ ବିବାଦ ଅଛି। ଗ୍ରନ୍ଥରେ ଏହାକୁ କେଉଁ ଦୃଷ୍ଟିକୋଣରୁ ଦେଖାଯାଇଛି? ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଯେତେବେଳେ ଆମେ ଏହାକୁ ବିରାଟ ପୁରୁଷଙ୍କର ସାମଗ୍ରିକ ପରିପ୍ରେକ୍ଷୀରେ ଦେଖିବା, ମୂଳ ଉଦ୍ଦେଶ୍ୟ ସ୍ପଷ୍ଟ ହୁଏ। ଏଠାରେ ଏହାକୁ ଏକ କାର୍ଯ୍ୟାତ୍ମକ ବିଭାଜନର ରୂପକ ଭାବେ ଦେଖାଯାଇଛି, ଯେମିତି ଗୋଟିଏ ଶରୀରର ବିଭିନ୍ନ ଅଙ୍ଗର କାମ ଅଲଗା। ମୁଖ ଜ୍ଞାନର ପ୍ରତୀକ, ବାହୁ ଶକ୍ତିର ପ୍ରତୀକ, ଉରୁ ବାଣିଜ୍ୟର ପ୍ରତୀକ ଆଉ ପାଦ ସେବାର ପ୍ରତୀକ। ମୂଳ ଧାରଣାଟି ହେଉଛି ସମାଜ ମଧ୍ୟ ଏକ ଜୀବନ୍ତ ଶରୀର, ଯେଉଁଠି ପ୍ରତ୍ୟେକ ଅଂଶର କାମ ଜରୁରୀ। ଏହା ପରସ୍ପର ନିର୍ଭରଶୀଳତାର କଥା କହୁଛି, ଉଚ୍ଚ ନିଚର ନୁହେଁ। ତେବେ ଆମେ ନାରଦଙ୍କ ଗୋଟିଏ ସରଳ ପ୍ରଶ୍ନରୁ ଆରମ୍ଭ କରି ଏକ ଏପରି ଚିତ୍ର ପାଖରେ ପହଞ୍ଚିଲେ ଯେଉଁଠି ସମଗ୍ର ବ୍ରହ୍ମାଣ୍ଡ ଏକ ଚେତନାମୟ ଶରୀର। ଏହି ବର୍ଣ୍ଣନା ଅନୁସାରେ ସ୍ୱର୍ଗଠାରୁ ପାତାଳ ପର୍ଯ୍ୟନ୍ତ, ସୂକ୍ଷ୍ମ ମନଠାରୁ ସ୍ଥୂଳ ପୃଥିବୀ ପର୍ଯ୍ୟନ୍ତ ସବୁକିଛି ସେହି ଏକ ବିରାଟ ସତ୍ତାର ଅଂଶ। ଆଉ ଏହା ହିଁ ଆଜିର ଶ୍ରୋତାଙ୍କ ପାଇଁ ସବୁଠୁ ବଡ଼ ଶିକ୍ଷା। ଏହି ଗ୍ରନ୍ଥ କହୁଛି, ଆମେ ନିଜକୁ ଆଉ ଏହି ସଂସାରକୁ ଯେଉଁ ଅଲଗା ଅଲଗା ଭାବରେ ଦେଖୁ, ତାହା ଏକ ମାୟା, ଏକ ଭ୍ରମ। ବାସ୍ତବରେ ଆମେ ସମସ୍ତେ ସେହି ଏକ ବ୍ରହ୍ମାଣ୍ଡୀୟ ଶରୀରର କୋଷିକା ସଦୃଶ। ଯେଉଁ ଇନ୍ଦ୍ରିୟ ଦ୍ୱାରା ଆମେ ଦୁନିଆକୁ ଅନୁଭବ କରୁଛୁ, ସେଗୁଡ଼ିକ ମଧ୍ୟ ସେହି ଏକ ମୂଳ ଉତ୍ସରୁ ହିଁ ଆସିଛି। ଆଜିର ଆଲୋଚନା ସତରେ ଚିନ୍ତା ଉଦ୍ରେକକାରୀ ଥିଲା। ଯିବା ପୂର୍ବରୁ ଶ୍ରୋତାଙ୍କ ଚିନ୍ତନ ପାଇଁ ଏକ ଶେଷ ପ୍ରଶ୍ନ ଛାଡ଼ି ଯାଉଛି। ଏହି ଗ୍ରନ୍ଥ ବ୍ରହ୍ମାଣ୍ଡକୁ ଏକ ଶରୀର ରୂପରେ ବର୍ଣ୍ଣନା କରୁଛି। ଯଦି ଆମେ ଏହି ରୂପକକୁ ଆହୁରି ଆଗକୁ ନେଇଯିବା, ତେବେ ଏହା ଏକ ପ୍ରଶ୍ନ ସୃଷ୍ଟି କରେ। ଯଦି ବ୍ରହ୍ମାଣ୍ଡ ଏକ ଶରୀର, ତେବେ କ'ଣ ତାର ଏକ ନିଜସ୍ୱ ଚେତନା ଅଛି? ଆଉ ସେହି ବିଶାଳ ବ୍ରହ୍ମାଣ୍ଡୀୟ ଚେତନା ସହିତ ଆମର ବ୍ୟକ୍ତିଗତ ଚେତନାର ସମ୍ପର୍କ କ'ଣ ଏବେ? ଏହା ଏକ ପ୍ରଶ୍ନ ଯାହା ବିଷୟରେ ଚିନ୍ତା କରିବାର ଅବକାଶ ରହିଛି।